नमस्कार, जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। द्वितीय अध्याय। द्वितीयाध्याये विष्णुदूते नाम महिमा जमदूते शुणाई विप्र अजा मिले विष्णु लोकंकु घेनीगले। बादरायणी उवाच हेमंत जम दूत वाणी विष्णु सेवक माने शुणी शुण राजन ए अंतरे ताहांक वाक्य अनुसारे सकल धर्म से जानती जमदूतंकु बोलुछंती। विष्णुदूत उवाच तो अत्यंत अद्भुत देखिलु तुम्भर चरित समदरसी साधु जने अधर्म स्पर से केशने अदंड अपापी जे प्राणी ताहांकु दंड व्यर्थे पुणी प्रजा मानंक पिता सेही से जेबे प्रजा शास्ति देही तेबे से काहार शरण होइब कह हे कारण महते जाहा आचरिबे हितरे ताहा हि करिबे से जहाँ प्रमाण करिबे लोके से पथे प्रवर्तिबे যাহার অঙ্কে শির দেই নিশঙ্কে জন নিদ্রা যাই পশু যে শনে সুখে থাই ধর্ম অধর্ম ন জানই মিত্র স্বভাবে যার তহি বিশ্বাসে আত্মা সমর্পই विश्वास सर्व प्राणींकर दया पूरित जा शरीर विश्वासी प्राणी के मन्ते से हिंसा करे हृदगते कोटि जन्मर शुभ फल कला ए द्विज अजामिल जेणु आकुले नारायण मंगल कला उच्चारण एणु ए पापी मंद कृत्य सकल कला प्रायश्चित जेणु चतुराक्षर नाम मुखे बोइला नारायण से ब्रह्म हत्या मद्यपान गुरु पत्नी अभिगमन मित्र विषये अपराध स्त्री राज पितृगोवध ए आदि पाप जे अपरे सर्वदूरित निश्चय हरे प्राश्चित सर्व प्राणींकर नाम उच्चारण विष्णुर যাহার বিষ্ণু ভাবে মতি পাপরে গ্রস্ত সে নুহন্তি ব্রত প্রায়শ্চিত এ মান অধিক তহু হরি নাম শুদ্ধ সত্বকু পরকাশে পাপর মূল বীজ নাশে ଏଣୁ ଏହାକୁ ତୁମ୍ଭେ ମାନେ ତେଜିଣ ଯାଅ ନିଜ ସ୍ଥାନେ ଏହାର ଯେତେ ପାପ ମାନ ନିଶ୍ଚୟ କଲା ଏ ଖଣ୍ଡନ ଯେଣୁ ଏ ଦ୍ୱିଜ ଅଜାମିଳ ନିକଟେ ମରଣର କାଳ ତୁମ୍ଭେ ଉଚାରି ନାରାୟଣ प्राण छाड़िला तत्क्षण संकेत परिहास बेले गीताला परे जेबे हेले वैकुंठ नाम उच्चारई
ତାର କଳୁଷ ନାଶ ଯାଇ ପତନ ସ୍ଖଳନ ଭଗ୍ନରେ ନାନା ପ୍ରକାରେ ଯେ ସୁମରେ ତୁଣ୍ଡେ ଉଚାରେ ହରି ନାମ ତାହାକୁ ନ ଦଣ୍ଡଇ ଯମ ଅଳ୍ପ ବହୁତ ପାପ ମାନ ପ୍ରାୟଶ୍ଚିତ ହିଁ ଯଥାକ୍ରମ ପାପର ଗୁରୁ ଲଘୁ ଜାଣି ମୁନି କହନ୍ତି ପରିମାଣି ତପସ୍ୟା ଆଦି ବ୍ରତ ଦାନେ ପାପ ନାଶନ୍ତି ଏଣେ ଜନେ ପାପର ବୀଜ ନାଶ ନହି ଚିତ୍ତ ନିର୍ମଳ ନୋହେ ତହି ଯେମନ୍ତେ ଶ୍ରୀହରି କୀର୍ତ୍ତନେ ପାଦ ପଙ୍କଜ ସେବା ଧ୍ୟାନେ ଜ୍ଞାନେ ଅଜ୍ଞାନେ ଯେଉଁ ପ୍ରାଣୀ ସ୍ମରଣ କରେ ଚକ୍ରପାଣି ନାମ କରଇ ସଂକୀର୍ତ୍ତନ ପାପକୁ କରଇ ଦହନ ଦେଶନେ ବହୁ କାଷ୍ଟ ରାଶି ଅନଳ ପ୍ରବେଶ ବିନାଶୀ ରୋଗ ଶରୀରେ ଉପଗତ ହେଲେ ଔଷଧ ବଳବନ୍ତ ଅଜ୍ଞାନେ ପ୍ରୟୋଗ ହୋଇଲେ ତେମନ୍ତେ ନାମ ଉଚାରିଲେ ତେବେ ସେ ଆତ୍ମା ଗୁଣ ତାର ସେ କି ନ କରେ ଉପକାର ଶ୍ରୀ ଶୁକ ଉବାଚ ବିଷ୍ଣୁ ଦୂତଙ୍କ ଧର୍ମ ବାଣୀ କୃତାନ୍ତ ଦୂତ ମାନେ ଶୁଣି ଅଜାମିଳକୁ ପାଶୁ ସେଇ ମୃତ୍ୟୁରୁ ଦେଲେ ବାହୁଡ଼ାଇ ଯମର ଦୂତ ମାନେ ଗଲେ ଏ ସର୍ବ ଯମକୁ କହିଲେ ପାଶରୁ ମୁକ୍ତ ଅଜାମିଳ ଦେହ ଲଭିଲା ତତ୍କାଳ ବିନାଶୀ ସର୍ବ ଭୟ ତାର ଶିରରେ ଦେଇବେନି କର ବିଷ୍ଣୁ ଦୂତଙ୍କୁ ନମସ୍କାର ଉତ୍ସୁକ ହୋଇଛି ମନର କଥନ ମୁଖ ଦେଖି ତାର ଜାଣିଲେ ବିଷ୍ଣୁର କିଙ୍କର ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ ତାହାର ନିକଟୁ ରାଜନ ଗୁଣ ଆଶ୍ରିତ ବେଦ ସିଦ୍ଧ ଯେ ଭାଗବତ ଧର୍ମ ସୁଧ ଯମ ବିଷ୍ଣୁ ଦୂତଙ୍କ ବାଣୀ ଗୋବିନ୍ଦ ଗୁଣ ବିପ୍ର ଶୁଣି ତକ୍ଷଣେ ଚରଣାର ବିନ୍ଦେ ଭକ୍ତି ଲଭିଲା ଅପ୍ରମାଦେ ହରିର ଚରିତ ଶ୍ରବଣେ ପୂର୍ବର ଅଶୁଭ ସ୍ମରଣେ ମହାସନ୍ତାପ ମନେ ହେଲା ତକ୍ଷଣେ ବିଷ୍ଣୁ ସୁମରିଲା ଅହୋ ମୋହର ବଡ଼ କଷ୍ଟ ଅଜିତ ଇନ୍ଦ୍ରିୟ ମୁଁ ନଷ୍ଟ ସୁକର୍ମ କଲି ମୋର କ୍ଷୀଣ କଲି ମୁଁ ବୃଷଳି ଗମନ ଅଧର୍ମ ଆଚରଣ କରି କାଟିଲି ଦିବସ ସର୍ବରି ଧିକ ମୋହର ମନ୍ଦ କୃତ୍ୟ କୂଳରେ କଳଙ୍କ ବିଦିତ ତେଜିଣ ନିଜ ପତ୍ନୀ ସତୀ ରମିଲି ମୁଁ ନିଜ ଅସତୀ କ୍ରୋଧ ମୋହର ତାତ ମାତ ମୋର ବିହୁନେ ଅରକ୍ଷିତ ତପସ୍ୱୀ ରୂପେ ଥାନ୍ତି ବନେ ତାଙ୍କୁ ତେଜିଲି ଅକାରଣେ କିଏ ଅର୍ଜିତ କର୍ମ ମୋର ନରକେ କଲି ନିଜ ଘର ବିଧି ହୋଇଲା ବିଡ଼ମ୍ବନ ଲଭିବି ନରକ ଦାରୁଣ ଧର୍ମ ହିଂସକ ପାପୀ ଜହି ନାନା ଯାତନା ବଞ୍ଜୁ ଥାଇ କିଏ ସ୍ୱପନ ଅଦଭୁତେ ନୟନେ ଦେଖିଲି ସାକ୍ଷାତେ ପାଶ ଦଉଡ଼ି ହସ୍ତେ କରି
যে মতে নেউতিলে ধরি। এত আশ্চর্য বড় এণে ক্ষণকে চালি গলে কেণে। পাশে বন্ধন মতে করি অধভূমিକୁ ନେଉ ଧରି। ଏ ଅନ୍ତେ ସିଦ୍ଧ ଚାରିଜଣ ତାହାଙ୍କ ରୂପ ମନୋରମ। ଛଡ଼ାଇ ଦେଲେ ଏହି କ୍ଷଣି କ୍ଷଣକେ ଗଲେ କାହିଁ ପୁଣି। ମୁଁ ତ ଅଟଇ ପାପିହୀନ ମୋହର ଦେବ ଦର୍ଶନ। ଏଣୁ ହୋଇଲା ଏ ମଙ୍ଗଳ ଆତ୍ମା ମୋ ହୋଇଲା ସୁଫଳ। ଅଶୁଚି ଦାସୀ ପତି ମୁହିଁ ମୋଦହୁଁ ପାପୀ ଅଛି କାହିଁ। ମୋହର ମରଣର କାଳେ ବୈକୁଣ୍ଠ ନାମ ଅବହେଳେ। ଜିହ୍ୱା ମୋକେ ମନ୍ତେ ବୋଇଲା କି କଳ୍ପ ତରୁ ଦୟା ଥିଲା। କାହିଁ ମୁଞ୍ଜୁତ ପାପିବର ବ୍ରହ୍ମଗ୍ନ ଲଜ୍ଜା ଯାଇ ଦୂର। କାହିଁ ମଙ୍ଗଳର କାରଣ ବୈକୁଣ୍ଠ ନାମ ନାରାୟଣ। କେମନ୍ତେ ବୋଇଲଇ ମୁହିଁ ଦୟା ଯେ କଲେ ଭାବଗ୍ରାହୀ। ଇନ୍ଦ୍ରିୟ ଜିତ ମୁଁ ଅଟଇ ଏମନ୍ତ କରିବଇ ମୁହିଁ। ଯେମନ୍ତେ ଆତ୍ମା ଭୋଗ ଛାଡ଼ି ବ୍ରହ୍ମ ଭାବରେ ରହେ ବୁଡ଼ି। ଅବିଦ୍ୟା କାମ କର୍ମୁ ଜନ୍ମ ମୋଚନ କରି ଏ ବନ୍ଧନ। ସର୍ବଭୂତରେ ଶାନ୍ତ ହୋଇ ଦୟା ବହିବି ଚିତେ ମୁହିଁ। ଏ ମାୟାଗ୍ରସ୍ତ ମୋର ମନ ନିଶ୍ଚୟ କରିବି ମୋଚନ। ଯେଉଁ ମାୟାରେ ମୋହ ହୋଇ କ୍ରୀଡ଼ାକୁ ରଙ୍ଗ ପ୍ରାୟ ହୋଇ। ଦେହ ସମ୍ପଦ ମୋର ଯେତେ ଅଛଇ ଦମ୍ଭ ଅବିରତେ। ଏହାଙ୍କୁ ତେଜି ଶୁଦ୍ଧ ମନ କୃଷ୍ଣ ଚରଣେ ହେବି ଲୀନ। ଶ୍ରୀଶୁକ ଉବାଚ ଏମନ୍ତେ ଜାତ ଦିବ୍ୟ ଜ୍ଞାନ ଯେଣୁ ତା ସାଧୁ ଦର୍ଶନ। ତେଜିଣ ସକଳ ବନ୍ଧନ ଗଙ୍ଗା ଦ୍ୱାରକୁ ଆଗମନ। ଦେବ ସଦନେ ବିପ୍ର ଯାଇ ନିଶ୍ଚଳ ମନେ ଯୋଗ ଧ୍ୟାଇ। ଇନ୍ଦ୍ରିୟ ନିଗ୍ରହ କରିଣ ବ୍ରହ୍ମେ ନିବେଶି ସ୍ଥିର ମନ। ସକଳ ଦ୍ୱନ୍ଦ୍ୱ ପରିହରି ଆତ୍ମାକୁ ସମାଧିରେ ଭରି। ପରମ ବ୍ରହ୍ମେ ମନ ଦେଲା ମନକୁ ତହି ନିବେଶିଲା। ବ୍ରହ୍ମ ଭାବନେ ସ୍ଥିର ମନ ଦେଖିଲା ବିଷ୍ଣୁ ଦୂତ ମାନ। ପୂର୍ବେ ଯେ ରୂପ ଦେଖିଥିଲା ପୁଣି ଦେଖନ୍ତେ ପ୍ରଣମିଲା। ଗଙ୍ଗା ଜଳରେ ଦ୍ୱିଜବର ତେଜିଲା ନିଜ କଳେବର। ତକ୍ଷଣେ ବିଷ୍ଣୁ ଦୂତ ପ୍ରାୟେ ହୋଇଲା ତାର ଦିବ୍ୟ କାଏ। ବିଷୟ ଦୁର୍ଗତି ଖଣ୍ଡନ ବେଷ୍ଟିତ ହୋଇ ବିଷ୍ଣୁ ଗଣ। ହେମ ବିମାନ ଆରୋହିଲା ତକ୍ଷଣେ ବୈକୁଣ୍ଠ ଏ ଗଲା। ଦାସୀପତି ପତିତ କର୍ମ ନଷ୍ଟ ତାହାର ସର୍ବଧର୍ମ। ବ୍ରତ ବିହୀନ ନିନ୍ଦାଚାର ନରକେ ପଡ଼ନ୍ତା ଶରୀର। ଈଶ୍ୱର ନାମ ଗ୍ରହଣରୁ ତତ୍କାଳ ମୁକ୍ତି ନରକରୁ। ମୋକ୍ଷ ବାଞ୍ଛିତ ନରଙ୍କର କୃଷ୍ଣ କୀର୍ତ୍ତନୁ ନାହିଁ ପର। କର୍ମ ବନ୍ଧନର ଛେଦନେ ଏହାର ସମ ନାହିଁ ଆନେ। ଯେ ମନର ତମେ ଥାଇ କର୍ମେ ମଳିନ ସେ ହୁଅଇ। ପରମ ଗୁହ୍ୟ ଅବନାଶ ନାମ ମହାତ୍ମ୍ୟ ଇତିହାସ। ଶୁଣଇ
শ্রদ্ধা যুক্ত হই বদনে কীর্তন করই সে প্রাণী নরকে ন যাই যম যাত না থাকু নাই তেবে নির্মল প্রাণী হয়ে নিঃশঙ্কে বিষ্ণু লোকে রহে দেখো ব্রাহ্মণ পাপি ଥିଲା ଅନ୍ତେ କୃଷ୍ଣଙ୍କୁ ସୁମରିଲା ଦେଖି ନିକଟେ ତା ମରଣ ପୁତ୍ରର ନାମ ନାରାୟଣ ନାମକୁ ଆକୁଳେ ଉଚାରି ହବ ସାଗରୁ ହେଲା ପାରି সকল পাপে অধিকারী ସେହି লভিলা নরহরি সর্বদুষ্কৃত তার গলা পরম পদ সে লভিলা শ্রদ্ধারে নাম যে উচ্চারে তার মহিমা কে বিস্তারে বিষ্ণুর নামর মহিমা সুখ কহিলে গুণ সীমা সুজনে এণে চিত কর এ মায়া বন্ধনু নিস্তর বলই বিপ্র জগন্নাথ ষষ্ঠ স্কন্ধরে ভাগবত। ইতি শ্রীমদ্ভাগবতে মহাপুরাণে পরমহাস্যাং সংহিতায়াং ষষ্ঠ স্কন্ধে অজামিলোপাখ্যানে দ্বিতীয়োধ্যায়।